ପଶ୍ଚିମବଙ୍ଗ ମହାଲଢ଼େଇର ଭୋଟ ଗ୍ରହଣ ଶେଷ ହୋଇଛି। ଏବେ ସାରା ଦେଶର ନଜର ରହିଛି ମଇ 4 ତାରିଖ ଫଳାଫଳ ଉପରେ। କିନ୍ତୁ ତା ପୂର୍ବରୁ ଆସିଯାଇଛି ବିଭିନ୍ନ ନ୍ୟୁଜ୍ର ଏକ୍ସିଟ୍। କିଏ ଗଢ଼ିବ ସରକାର? ଦିଦି ପୁଣି ଫେରିବେ ନା ବିଜେପି କରିବ ବାଜିମାତ୍? ଆସନ୍ତୁ ନଜର ପକାଇବା ସବୁଠାରୁ ବଡ଼ ସର୍ଭେ ରିପୋର୍ଟ ଉପରେ। ବିଭିନ୍ନ ସଂସ୍ଥାର ଏକ୍ସିଟ୍ ପୋଲ୍ ଆକଳନ। ଗ୍ରାଫିକ୍ ପ୍ଲେଟ୍ 1 ଇଣ୍ଡିଆ ଟୁଡେ ଏବିପି। ପ୍ରଥମେ ନଜର ପକାନ୍ତୁ ଇଣ୍ଡିଆ ଟୁଡେ ଆକ୍ସିସ୍ ମାଇ ଇଣ୍ଡିଆ ଉପରେ। ଏଠାରେ ଟିଏମ୍ସିକୁ 140ରୁ 165 ଆସନ ମିଳୁଥିବା ବେଳେ ବିଜେପିକୁ 120ରୁ 145 ଆସନ ମିଳିପାରେ। ସେହିପରି ଏବିପିସି ଭୋଟର ଅନୁଯାୟୀ ଟିଏମ୍ସିକୁ 135 ବିନା 160 ଏବଂ ବିଜେପିକୁ 125 ବିନା 150 ଆସନ ମିଳିବାର ଅନୁମାନ କରାଯାଉଛି। ଗ୍ରାଫିକ୍ ପ୍ଲେଟ୍ 2 ଟାଇମ୍ସ ନାଉ ରିପବ୍ଲିକ୍ ଟିଭି। ଟାଇମ୍ସ ନାଉର ସର୍ଭେ କହୁଛି ଦିଦିଙ୍କ ପାଲା ଭାରି ରହିବ। ଟିଏମ୍ସିକୁ 150ରୁ 170 ଆସନ ମିଳିପାରେ। କିନ୍ତୁ ରିପବ୍ଲିକ୍ ଟିଭିର ଆକଳନ ସମ୍ପୂର୍ଣ୍ଣ ଅଲଗା। ଏଠାରେ ବିଜେପି 135ରୁ 160 ଆସନ ସହ ଆଗରେ ରହିଥିବା ଦେଖାଯାଉଛି। ଏହି ତଥ୍ୟକୁ ଦେଖିଲେ ମନେହେଉଛି ବେଙ୍ଗଲରେ ଏଥର କାଣ୍ଟେକି ଟକ୍କର ହେବାକୁ ଯାଉଛି। ନ୍ୟୁଜ୍ 24 ଚାଣକ୍ୟର ରିପୋର୍ଟ ଅନୁଯାୟୀ ଟିଏମ୍ସି ସହଜରେ ସଂଖ୍ୟାଗରିଷ୍ଠତା ହାସଲ କରିବ। କିନ୍ତୁ ପ୍ରାୟ ସବୁ ଏକ୍ସିଟ୍ରେ ନିର୍ଦ୍ଦଳୀୟ ଏବଂ ଅନ୍ୟାନ୍ୟ ପ୍ରାର୍ଥୀମାନେ 5ରୁ 9ଟି ଆସନ ଅକ୍ତିଆର କରି କିଙ୍ଗମେକର ସାଜିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ତେବେ ଏହା କେବଳ ଏକ ଆକଳନ, ଅସଲ ଚିତ୍ର ଜଣାପଡ଼ିବ ମଇ 4 ତାରିଖରେ। କ'ଣ ଲାଗୁଛି ଆପଣଙ୍କୁ? ବେଙ୍ଗଲରେ କାହାର ସରକାର ହେବ? ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।